ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ଭଦ୍ରକ ଆସିବା ପାଇଁ ବାଧ୍ୟ ହେଲି କାହିଁକି ନା ଭଦ୍ରକରେ ଓଡ଼ିଶାରେ ସବୁଠୁ ଫେମସ୍ କାଳୀ ପୂଜା। ଦେଖିପାରୁଥିବେ ଆପଣମାନେ ବହୁତ ସୁନ୍ଦର ଭାବରେ ସଜାଣି ହେଇଛି। ଆଉ ଚାଲନ୍ତୁ ଯିବା କାଳୀ ମାଙ୍କୁ ଟିକେ ଦର୍ଶନ କରିବା। ସମସ୍ତେ କାଳୀ ମାଙ୍କୁ ଦର୍ଶନ କରିନିଅନ୍ତୁ କାହିଁକି ନା ଏପଟେ ଦେଖିପାରୁଥିବେ ସାଇଡ୍ରେ ବି ବହୁତ ସାରା ମୂର୍ତ୍ତି ବନା ହେଇଛି, ଯେମିତିକି ଆପଣମାନେ ଦେଖିଥିବେ ଯେଉଁମାନେ ଯାଇଥିବେ ଭଦ୍ରକ। ଆଉ ବହୁତ ସାରା ବନା ହେଇଛି ମୂର୍ତ୍ତି। ଆପଣମାନେ ଭଦ୍ରକରେ ବୁଲିନେ ବି ସରିବନି, ଏତେ କାଳୀ ମାଙ୍କର ମେଢ଼ ବନେଇଛନ୍ତି। ବହୁତ ସୁନ୍ଦର ଡେକୋରେସନ ବି କରିଛନ୍ତି, ଦେଖିପାରୁଥିବେ। ଦେଖୁଥିଲେ ଏବେ ଆପଣମାନେ ଭଉଣୀ ଜଣକ ଗୀତ ଗାଉଥିଲେ, ବହୁତ ସୁନ୍ଦର ଗୀତ ଗାଉଥିଲେ। ଆଉ ସାମ୍ନାରେ ରହିଲା କାଳୀ ମାଙ୍କର ମୂର୍ତ୍ତି, ଆଉ ଏପଟେ ବହୁତ ସୁନ୍ଦର ଭାବରେ ମୂର୍ତ୍ତି ବନେଇଛନ୍ତି ସବୁ ଦେଖିପାରୁଥିବେ। ପୁଣି ଆଉ ଥରେ ଆସିକି ପହଞ୍ଚିଗଲି ଆଉ ଗୋଟେ ମେଢ଼ ବୁଲିବା ପାଇଁ ଆଉ କାଳୀ ମାଙ୍କୁ ଦର୍ଶନ କରିବା ପାଇଁ। ତ ଦେଖିପାରୁଥିବେ ସାଙ୍ଗମାନେ କେତେ ସୁନ୍ଦର ଭାବରେ ସଜେଇଛନ୍ତି। ଆଉ ଏଇ ଜାଗାରେ କେଉଁମାନେ 2025ରେ ଆସିଛନ୍ତି ଆଉ ଫଟୋ ଉଠେଇଛନ୍ତି ଆଉ ବୁଲି ବୁଲାକି ଯାଇଛନ୍ତି, ତ ସେଇମାନେ ଦୟାକରିକି କମେଣ୍ଟ କରନ୍ତୁ। ଆଉ ମୋତେ ବି ବହୁତ ବଢ଼ିଆ ଲାଗୁଛି ସାଙ୍ଗମାନେ। ତ ଚାଲନ୍ତୁ ଯିବା ଭିତରକୁ। ସାଙ୍ଗମାନେ ଭିତରକୁ ଏଣ୍ଟ୍ରି କରିଲା ପରେ ଲାଗିଲା ଯେମିତିକି ରାଜମହଲ। ଦେଖିପାରୁଥିବେ ସାଙ୍ଗମାନେ ମୋ ବ୍ୟାକ୍ ସାଇଡ୍ରେ କାଳୀ ମାଙ୍କର ମୂର୍ତ୍ତି ପଛପଟେ ଦେଖିପାରୁଥିବେ ଲୋକ ପୁରା ପ୍ରବଳ। ମୋ ସହିତ ପ୍ରଥମ ଥର ପାଇଁ ଏମିତି କିଛି ଘଟିଗଲା କାହିଁକି ନା ମୁଁ ଭଦ୍ରକକୁ ବ୍ଲଗ ବନେଇବା ପାଇଁ ଆସିଥିଲି, କିନ୍ତୁ ମୋ ସବସ୍କ୍ରାଇବର ମାନେ ମୋ ସହିତ ସେଲ୍ଫି ନେଲେ। ଆଉ ମୁଁ ପ୍ରଥମ ଥର ପାଇଁ ବହୁତ ଖୁସି। ଆଉ ଯଦି ଏ ଭିଡ଼ିଓଟା ଭଲ ଲାଗିଥିବ ଫଲୋ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।